ଯେତେବେଳେ ବହୁଟିର ପିଲାପିଲି ହେବାର ଥାଏ ସେତେବେଳେ ଶାଶୁଘରର ଲୋକମାନେ ତାକୁ ସବୁ କାମ କଲେ ତୋ ପିଲାପିଲି ଭଲରେ ହେବ ବୋଲି ସେମାନେ ସବୁ କାମ ବହୁଟିକୁ କରାନ୍ତି। ତାକୁ ଦିନ ରାତି ବି ସେମାନେ ଗଧ ଭଳିଆ କାମ କରାନ୍ତି। ଯେତେବେଳେ ସେ ପ୍ରସବ ହେବାର ସମୟ ବି ଆସିଯାଉଥାଏ ସେହି ସମୟରେ ସେ ଟିକେ ବିଶ୍ରାମ ନିଏ କି ଟିକେ ତାକୁ ଯଦି ଆଳସ ଲାଗେ ଟିକେ ଶୋଇବା ପାଇଁ ସେ ଚାହେଁ, ତାହେଲେ ସେମାନେ କୁହନ୍ତି ଆମେ କ'ଣ ପିଲାଛୁଆ ପାଇନୁ, ଆମର କ'ଣ ପିଲାଛୁଆ ହେଇନି, ଏମିତି ଆଳସ ହେଉଛି, ଏମିତି ଆଳସ କରିକି ଶୋଇ ରହୁଛି ବୋଲି କୁହନ୍ତି। ଆଉ ଯେତେବେଳେ ଛୁଆ ହେବାର ସମୟ ଆସେ ସେତେବେଳେ ବାପଘର ଲୋକକୁ ଡକାଯାଏ। ମା ଆସି ତାକୁ ଜଗିକି ରହିଥାନ୍ତି। ଯେତେବେଳେ ତାକୁ ହସ୍ପିଟାଲକୁ ନିଆଯାଏ ସେହି ସମୟରେ ମଧ୍ୟ ତାଙ୍କର ବାପଘର ଲୋକ ଆସି ହସ୍ପିଟାଲରେ 2 ଦିନ ହେଉ 4 ଦିନ ହେଉ ସପ୍ତାହେ ହେଉ ସେମାନେ ଜଗିକି ରହିଥାନ୍ତି। ଯେତେବେଳେ ଛୁଆ ହୁଏ ସେହି ସମୟରେ ଯଦି ଝିଅଟିଏ ହୁଏ ସେମାନେ ସତେକି ଯୁଦ୍ଧ କ୍ଷେତ୍ରରୁ ହାରିଗଲା ଭଳିଆ ସେମାନେ ଅଭିନୟ କରନ୍ତି। ପ୍ରସବ ବେଦନା ଆଗରୁ ମାଟି ଯେତେବେଳେ ଝିଅ ଯନ୍ତ୍ରଣା ପାଉଥାଏ ସେତେବେଳେ ମା ଭାବେ ଯେ ମୋ ଝିଅ ବଞ୍ଚିବ କି ନାହିଁ। ଆଉ ଝିଅଟିଏ ଭାବୁଥାଏ ଯେ ମୋ ପିଲାଛୁଆର ମୁହଁ ମୁଁ ଦେଖିପାରିବି କି ନାହିଁ। କିନ୍ତୁ ଆମର ଶାଶୁଘର ଲୋକେ ଭାବୁଥାନ୍ତି ଯେ ଆମ ବୋହୂକୁ ପୁଅ ହେବ ନା ଝିଅ ହେବ, ସେ ଚିନ୍ତାରେ ସେମାନେ ଲାଗିଥାନ୍ତି। ଯେତେ ଯାହା କଲେ ବି ମା ଏକା, ଆଉ ଶାଶୁମା ଏକା। ସେମାନେ ବୋହୂଟିର ଯନ୍ତ୍ରଣାକୁ ସେମାନେ ଆଖିରେ ଦେଖିବେ କ'ଣ, ସେମାନେ ତାକୁ ତାଚ୍ଛଲ୍ୟ ବି କରିଥାନ୍ତି। ଜୟ ଜଗନ୍ନାଥ।